ହେଉଛି ମହେନ୍ଦ୍ର ସମୟ। ଏଠାକୁ କେହି ଆସିବା ପୂର୍ବରୁ ମୋ ପାରିଜାତ ବକ୍ଷ ନେଇ ଚାଲିଯିବି ସେହି ଦ୍ୱାରିକା କଟକେ। ହଁ ହଁ, ଚାଲିଯିବି ଦ୍ୱାରିକା କଟକେ। ପାଷାଣ୍ଡ ନାରାୟଣ, ଭାବିଛୁ ପାରିଜାତ ନେଇ ଚାଲିଯିବ ତୋହରିପୁରକୁ? ଆମେ ରହିବେ। ଏ ହେଉଛି ସୃଷ୍ଟିର ସର୍ଜନା ନୁହେଁ, ଏ ପାରିଜାତ ପୁଷ୍ପ ହେଉଛି ସମୁଦ୍ର ମନ୍ଥନର ଦ୍ରବ୍ୟ। ଏଥିରେ ମୋହର ମଧ୍ୟ ରହିଛି ଅଧିକାର। ଲଜ୍ଜା ଲାଗୁନାହିଁ ମୁଖକୁ ତୁମ୍ଭର? ପାରିଜାତ ବୃକ୍ଷ ନେବା ପାଇଁ ସଂକଳ୍ପ କରିଅଛୁ, ଯାହା ସ୍ଥିରେ ଦେବା ପାଇଁ କରିଛୁ ସଂକଳ୍ପ। ଶେଷରେ ସେ ଭୋଳାନାଥ ଶିବ ଇନ୍ଦ୍ରଙ୍କର ବନ୍ଦୀ ଗୃହରେ ସେ ହୋଇଅଛି ବନ୍ଦୀ। ଭକ୍ତ ହିସାବରେ ତାକୁ ରକ୍ଷା ନ କରି ଆସିଅଛୁ ପାରିଜାତ ପୁଷ୍ପ ନେଇ ତାକୁ କୋକିରେ ସଜାଇବାକୁ। ଲଜ୍ଜା ଲାଗୁନାହିଁ ମୁଖକୁ ତୁମ୍ଭର? ନାରାୟଣ, ପୁନର୍ବାର ମାୟା ରଚନା କରୁଛୁ। ମୁଁ ତୋତେ କେବେ ନ କରିବି ଆଜି ତୋତେ ବଦ୍ଧ କରିବି। ରଖ ତୁମ ଚାଟୁ ବାକ୍ୟ ହେ ଫେରିବାର ପଥ ତୁମେ। ରଖ ତୁମ ଚାଟୁ ବାକ୍ୟ ହେ ଫେରିବାର ପଥ ତୁମେ। ମନେ ନେଇଯିବ ବୃକ୍ଷ, ଭାବିଅଛ ମନେ ନେଇଯିବ ବୃକ୍ଷ। ଦେଇଛ ଅନେକ ଦୁଃଖ, ଶୁଣ ପାଷାଣ୍ଡ ନାରାୟଣ, ତୁମରି କଥା ମାନି ଯାଉଛି ମୁହିଁ ଦେବରାଜ ନିକଟକୁ। ଯଦି ସେ ଦେବରାଜ ଇନ୍ଦ୍ର ମୋର ପ୍ରଭୁ ଭୋଳାନାଥଙ୍କୁ ବନ୍ଦୀ କରିଥାଏ, ତେବେ ସେ ଦେବରାଜକୁ ହତ୍ୟା କରି ଛଡ଼ାଇ ନେବି ତାଠାରୁ ପାରିଜାତ ପୁଷ୍ପ। ଶୁଣ ନାରାୟଣ, ଯଦି ମିଥ୍ୟା ହୋଇଥାଏ ତେବେ ତୁମେ ହେବ ମୋର ପ୍ରଥମ ଶିକାର। କାରଣ ତୁମେ ଭଲ ଭାବରେ ଜାଣିଛ, ମୁଁ ହେଉଛି ଦାନବ ସମ୍ରାଟ ନାରକାସୁର। ତୁମ ପ୍ରଭୁ ଭୋଳାନାଥକୁ ଆଗେ ରକ୍ଷା କର, ରକ୍ଷା। ଠିକ ଅଛି କେଶବ, ଏ କଥାଟା ମନେ ରଖିଥିବ। ଆସୁଛି ମୋ ମାୟା ଆଗରେ ଏଇ ଦାନବ ସମ୍ରାଟ ପରୀକ୍ଷି ନ ପାରି ଚାଲିଗଲା। ଆଉ ଡେରି ନ କରି ପାରିଜାତ ବୃକ୍ଷ ନେଇ ଚାଲିଯିବି ଦ୍ୱାରିକା ନିକଟେ। ହଁ ହଁ, ପାରିଜାତ ବୃକ୍ଷ ନେଇ ଚାଲିଯିବି ଦ୍ୱାରିକା। ଠିଆ ହୁଅ କେଶବ, ସେ ବୃକ୍ଷକୁ ସ୍ପର୍ଶ କରିବାକୁ ଚାହିଁଲେ ରକ୍ତରେ ବହିବ ଯମୁନା। ଭୋଳାନାଥ, କେଶବ ଧିକ୍କ ଲାଗେ ତୁମ ପ୍ରଭୁ ପଣିଆକୁ। କେଶବ ଛାର ବୃକ୍ଷକୁ ମଥାରେ ବହନ କରିବା ଆଶାରେ ଶେଷରେ ତୁମ ପ୍ରିୟ ଭକ୍ତ ନରକାସୁରକୁ ହରାଇ ବସିଛ। କେଶବ ତୁମ ପ୍ରିୟ ଭକ୍ତ ନରକାସୁରକୁ ସେ ଦେବରାଜ ଇନ୍ଦ୍ର ତାର କରିଅଛି ବନ୍ଦୀ ଗୃହରେ ସେ ବନ୍ଦୀ। ତୁମେ ଯାଅ, ଆଗ ନରକାସୁରକୁ ରକ୍ଷା କର, ରକ୍ଷା। କଣ କହିଲ କେଶବ? ସେ ମୂର୍ଖ ଦେବରାଜ ମୋ ପୁତ୍ରକୁ ବନ୍ଦୀ କରିଅଛି। ଅପେକ୍ଷା କର ଦେବରାଜ ଇନ୍ଦ୍ର, ମୁଁ ମଧ୍ୟ ଯାଉଅଛି ତୁମର ନିକଟେ। ତୁମରି ନିକଟେ। ମୋ ମାୟାକୁ ପରୀକ୍ଷି ନ ପାରି ଚାଲିଗଲେ ଭୋଳାନାଥ ଶିବ। ଆଉ ଡେରି ନ କରି ପାରିଜାତ ବୃକ୍ଷ ନେଇ ଚାଲିଯିବି ଦ୍ୱାରିକା ନିକଟେ।
ସେଇଠାରେ ଠିଆ ହୁଅନ୍ତୁ କେଶବ। ଆପଣ ଏ କ'ଣ କରୁଛନ୍ତି? କପଟ କରି ହରଣ କରି ନେଇଯିବା ପାଇଁ ବସିଛନ୍ତି ପାରିଜାତ ବୃକ୍ଷ। ଏହା କ'ଣ ତୁମ କ୍ଷତ୍ରିୟର ପରିଚୟ? ଯାଆନ୍ତୁ, ଚାଲି ଯାଆନ୍ତୁ କେଶବ। ଏ ଅମରାବତୀ ଛାଡ଼ି ଚାଲି ଯାଆନ୍ତୁ ତୁମ ଦ୍ୱାର କୋଟେ। ଦେବରାଜ ତୁମେ ଏକ ଯାଅ, ତୁମ ସଚିଙ୍କର ପ୍ରାଣ ରକ୍ଷା କର। ଭୋଳାନାଥ ଶିବ ଆଉ ନରକାସୁର ମିଶି ତୁମ ସଚିଙ୍କୁ ହତ୍ୟା କରିବାକୁ ବସିଛନ୍ତି। କେଶବ, ଆଉ ସେ ଦାନବ ସମ୍ରାଟ ନରକାସୁର କେଶବ, ଯଦି ତୁମ ସଚିଙ୍କର ଇଜ୍ଜତ ଲୁଣ୍ଠନ କରେ କେଶବ, ତାହେଲେ ତୁମେ এই ବିଶ୍ୱରେ ଆଗେ ନିନ୍ଦା ପାଇବ, ନିନ୍ଦା। କେଶବ, ତୁମେ ଆଗ ଯାଅ ଦେବରାଜ, କେଶବ, ତୁମେ ଆଗ ଯାଇ ତୁମ ସଚିଙ୍କର ପ୍ରାଣ ରକ୍ଷା କର। କେଶବ, ଆପଣ ଏ କ'ଣ ସତ୍ୟ କହୁଛନ୍ତି ତ? ହଁ ଦେବରାଜ, ଏହା ନିରାଟ ସତ୍ୟ। ଠିକ ଅଛି କେଶବ, ଯାଉଛି ମୋ ନାରକାସୁର ନିକଟେ। ଅପେକ୍ଷା କର, ଅପେକ୍ଷା କର ରେ ମୂର୍ଖ ନିର୍ବୋଧ ପାଷାଣ୍ଡ ନାରକାସୁର। ମୁଁ ତତେ ଆଜି ବଦ୍ଧ କରିବି, ବଦ୍ଧ କରିବି, ବଦ୍ଧ କରିବି। ମୋ ମାୟାକୁ ପରୀକ୍ଷି ନ ପାରି ଚାଲିଗଲେ ଦେବରାଜ ଇନ୍ଦ୍ର। ଆଉ ଡେରି ନ କରି ଅବିଳମ୍ବେ ପାରିଜାତ ବୃକ୍ଷ ନେଇ ଚାଲିଯିବି ଦ୍ୱାରିକା ନିକଟେ। ଆସ, ଆସ ଗରୁଡ଼, ଆସ। ତୁମେ ଡେରି ନ କରି ଅବିଳମ୍ବେ ମୋହରି ନିକଟକୁ ଆସ। ଆସ ଗରୁଡ଼, सुन सुन हे साधु जन सुन परिजात जे होई बहार सुन सुन हे साधु जन सुन परिजात जे होई बहार ତୁମେ ଆଉ ଡେରି ନ କରି ଅବିଳମ୍ବେ ଚାଲି ଯାଅ ଦ୍ୱାରିକା ନିକଟେ। ଯାଅ ଗରୁଡ଼, ପାରିଜାତ ବୃକ୍ଷ ନେଇ ଚାଲି ଯାଅ ଦ୍ୱାରିକା ନିକଟେ। ମୋର ପ୍ରିୟ ସତ୍ୟଭାମା ଜଣେ ଚାଲି ବସିଥିବ। ଗରୁଡ଼, ପାରିଜାତ ବୃକ୍ଷ ନେଇ ଚାଲି ଯାଅ ଦ୍ୱାରିକା ନିକଟେ। ନିଅ ଗରୁଡ଼, করে ধরা হে বিনতা সুত এ পারিজাত নেই দ্বারিকা পুর গরুড় নেই দ্বারিকা পুর। তুম্ভ দ্বারা কাজ হে ও পাখি রাজা, তুম্ভ দ্বারা কাজ হে ও পাখি রাজা, বস দেখতি আমারা নেই দ্বারিকা পুর গরুড় নেই দ্বারিকা পুর। মোর প্রিয়তমা সতী সত্য ভামা, মোর প্রিয়তমা সতী সত্য ভামা, দেখি হে মহাতোষ পূর্ণ হেব বিলাস গরুড়, পূর্ণ হেব বিলাস।
पत्नी कली अंत दिए जाली दुई पत्नी कली अंत दिए जाली जीवन लागई विष पुराण हेब अभिलाष करुण पूर्ण हेब अभिलाष तुम्भ द्वारा काज है ओ पक्षी राजा तुम्भ द्वारा काज है ओ पक्षी राजा नहीं जो द्वार का पूरा नहीं जो द्वार का पूरा करुण नहीं जो द्वार का पूरा गरुड़ तुम्हें डेरी न करी परिजन पक्ष नहीं चली जाओ द्वारिका निकटे मोर प्रिय सत्य भाव जाने चाहे बसिथिब मते हाँ मो विलम्ब न करी चली जी से द्वारिका निकटे मोर प्रिय सत्य भाव मत चाहिए बसिथिब हाँ हाँ चली जी द्वारिका निकटे